ସନ୍ଧ୍ୟାରେ ସମସ୍ତେ ମିଶିକି ବାହାରି ପଡ଼ିଲୁ ମହୋତ୍ସବ। ପୁଅ ତ ଗାଡ଼ିରେ ନ ବସିଲେ ହିଁ ସଜ ହବନି, ସେଥିପାଇଁ ତା ବାବା ଗାଡ଼ିରେ ବସେଇ ସଜ କରିଦେଉଛନ୍ତି। ଯେହେତୁ ମହୋତ୍ସବ ହେଉଛି ଘରରୁ ଟିକେ ଦୂରରେ, ଆମେ ଯାଇକି ସଙ୍ଗେ ସଙ୍ଗେ ପହଞ୍ଚି ଯାଇଥିଲୁ। ଯାଇକି ଦେଖିଲୁ ବହୁତ ଭଲରେ ସଜାସଜି ସବୁ ହେଇଛି। ଏଠି ତ ଦୋକାନ ହିଁ ବହୁତ ପଡ଼ିଥିଲା। ଯାଉ ଯାଉ ଫାଷ୍ଟ ଖାଇ ଦେଇଥିଲୁ। ଟିକେ କୁନି କୁନି ଛୁଆମାନେ ସବୁ ଡ୍ୟାନ୍ସ କରୁଥିଲେ ଦେଖିଦେଇଥିଲୁ। ଯେହେତୁ ସନ୍ଧ୍ୟାରେ ଯାଇଥିଲୁ ତ ବେଶୀ ଲୋକ ଭିଡ଼ ବି ହେଇନଥିଲା, ଫାଙ୍କାରେ ଫାଙ୍କାରେ ବୁଲିଥିଲୁ। ତ ଆମ ପୁଅ ପାଇଁ ହିଁ ବେଷ୍ଟ ଥିଲା, କାହିଁକିନା ତାକୁ ତ ବେଶୀ ଗହଳି ପସନ୍ଦ ନୁହଁ। ତ ବହୁତ ଭଲ ଭଲ ଜିନିଷ ସବୁ ପଡ଼ିଥିଲା, ହୋଲସେଲରେ ବି ମିଳୁଥିଲା। ସବୁ ସୁନ୍ଦର ଜିନିଷ ଦେଖି ଆମେ ତ ସଙ୍ଗେ ସଙ୍ଗେ କିଣିବାରେ ଲାଗି ପଡ଼ିଥିଲୁ। ପୁଅ ତ ଏସବୁ ଦେଖି ଖୁସି ଖୁସିରେ ହିଁ ବହୁତ ଭଲ ଭାବରେ ଜିନିଷ ପତ୍ର ଦେଖି ସେଠୁ ତ ଆସିବାକୁ ଇଚ୍ଛା ହଉନଥିଲା। ତ ଟିକେ ବି ବାହାରକୁ ଯିବ ମାନେ ତାକୁ ସଙ୍ଗେ ସଙ୍ଗେ ଥଣ୍ଡା ହେଇଯିବ, ତ ସେଥିପାଇଁ ଲେଟ୍ ନ କରି ଆମେ ଶୀଘ୍ର ଶୀଘ୍ର ପଳେଇ ଆସିବାକୁ ଚେଷ୍ଟା କରୁଥିଲୁ। ଫାଙ୍କାରେ ଫାଙ୍କାରେ ଯେତିକି ସମୟ ପୁଅ ରହିଲା ବୋଧେ ଭିଡ଼ ହୋଇଥିଲେ ରହିନଥାନ୍ତା। ଯାହା ବି ହଉ ଭଲରେ ମହୋତ୍ସବ ବୋଲି ଆମେ ପଳେଇ ଆସିଥିଲୁ ଘର।